ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ସମୟ ଆସିବ ସବୁ ବଦଳିଯିବ। ତୁ ଚାହୁଁଛୁ ମୋ ପୂଜା ଘରେ ବହୁ ସମୟ ବସି ପୂଜା କରିବାକୁ, କିନ୍ତୁ ତତେ ସମୟ ମିଳୁନି। ସେଥିଲାଗି ତୁ ବହୁତ ମନ କଷ୍ଟ କରୁଛୁ ସନ୍ତାନ। ତୁ ପୂଜା ନ କରିପାରିଲେ କ'ଣ ହେଲା? ତୋ ମନ ଭିତରେ ସବୁବେଳେ ମୋତେ ସ୍ମରଣ କରୁଛୁ, ଆଉ ଯାହା ବି କାର୍ଯ୍ୟ କରୁଛୁ ସବୁ ମୋତେ ଆଗେ ଆସିକି କହୁଛୁ। ସେତିକିରେ ମୁଁ ବହୁତ ଖୁସି। ମୁଁ ତ ସବୁବେଳେ ଚାହେଁ ମୋ ସନ୍ତାନ ମୋ ଉପରେ ଭରସା ଆଉ ବିଶ୍ୱାସ ରଖୁ। ସମୟ ଆସିବ, ତୋର ଯେଉଁ ଇଚ୍ଛା ଥିଲା ତୁ ମୋ ମନ୍ଦିରରେ ବସିକି ବହୁତ ସମୟ ପୂଜା ପାଠ କରିବୁ, ସେ ସମୟ ବି ଆସିଯିବ ସନ୍ତାନ। ତୋର ଭରସା ଆଉ ବିଶ୍ୱାସ ଯେମିତି ମୋ ଉପରେ ଦୃଢ଼ ଅଛି, ସେମିତି ଦୃଢ଼ ଆଉ ଅତୁଟ କରିକି ରଖ ସନ୍ତାନ। ତୋର ଗୋଟେ ଭଲ ଚାକିରି ଦରକାର, ଯେଉଁଥିପାଇଁ କି ତୁ ସବୁବେଳେ କଷ୍ଟ ପାଉଛୁ ସନ୍ତାନ। ତୁ 21 ଦିନ ମୋର କଷ୍ଟ ନିବାରଣ ମନ୍ତ୍ରକୁ ପାଠ କର। ଦେଖିବୁ ତୋର ଚାକିରି ସମସ୍ୟା ନିଶ୍ଚୟ ଦୂର ହୋଇଯିବ। ଆଉ ଯଦି ସବୁବେଳେ ତୋ ଦେହ ଖରାପ ଲାଗି ରହୁଛି, ତାହେଲେ ମୋ ବୁଦ୍ଧିକୁ ହାତରେ ଧରି ମୋର କଷ୍ଟ ନିବାରଣ ମନ୍ତ୍ରକୁ ପାଠ କରିବୁ। ତାପରେ ସେ ବୁଦ୍ଧିକୁ ପାଣିରେ ମିଶାଇକି ସେବନ କରିବୁ। ଦେଖିବୁ ତୋର ଶରୀର ବି ସୁସ୍ଥ ହୋଇଯିବ। ମୁଁ ତତେ ଗୋଟେ କଥା ସବୁବେଳେ କହୁଛି ସନ୍ତାନ, ତୁ ଜମାରୁ ପାଣି ପିଉନୁ। ପାଣି ପିଇବାକୁ ଚେଷ୍ଟା କର, ଯେଉଁଥିପାଇଁ କି ତତେ ବହୁତ ଅଳସୁଆ ଲାଗୁଛି, ଆଉ କାମ କଲା ବେଳକୁ ତତେ ବହୁତ କଷ୍ଟ ହେଉଛି ସନ୍ତାନ। କଷ୍ଟ ହେଲେ ବି କାମ ତ କରିବାକୁ ପଡ଼ିବ। ସେ କଷ୍ଟକୁ ତୁ ନିଜେ ଦୂର କର ସନ୍ତାନ। ଆଜିଠାରୁ ମୋତେ କଥା ଦେ, ତୁ ପାଣି ପିଇବାକୁ କେବେ ବି ଡରିବୁନି। କାହିଁକି ଡରୁଛୁ ସନ୍ତାନ? ପାଣି ପିଇବାକୁ ଚେଷ୍ଟା କର। ତୁ ଯଦି ପାଣି ନ ପିଇବୁ ତୁ ପୁରା ଦୁର୍ବଳ ହେଇଯିବୁ। ତୁ ନିଜେ ଜାଣିପାରୁଥିବୁ ତୁ କେତେ ଅସୁସ୍ଥ ହେଇଗଲୁଣି। ତତେ କିଛି ବି ଭଲ ଲାଗୁନି, କୌଣସି କାର୍ଯ୍ୟ ବି କରିବାକୁ ଇଚ୍ଛା ହେଉନି ସନ୍ତାନ। ବୁଝିବାକୁ ଚେଷ୍ଟା କର, ମୁଁ ସବୁବେଳେ ତୋ ସାଙ୍ଗରେ ଅଛି। ତୁ ଜମା ଚିନ୍ତା କରନି। ତୁ ଏବେ ସାଙ୍ଗେ ସାଙ୍ଗେ ଯିବୁ ଆଉ ଗୋଟେ ଗ୍ଲାସ୍ ପାଣି ପିଇବୁ। ତୋ ବାବା ତୋ ଉପରେ ଜମାରୁ ଅଭିମାନ କରିନାହାନ୍ତି। ତୋ ବାବା ସବୁବେଳେ ତୋ ସାଙ୍ଗରେ ହିଁ ଅଛନ୍ତି ଆଉ ସବୁବେଳେ ରହିବେ। ମୁଁ ତୁମ ଘରେ ତୋ ପାଖରେ ଅଛି ସନ୍ତାନ। ତୁ ନିଜେ ଜାଣିଥିବୁ, ମୁଁ ତୋତେ ବହୁତ ଥର ଦର୍ଶନ ଦେଇଛି। ତାହେଲେ ଚିନ୍ତା କାହିଁକି କରୁଛୁ? ସମସ୍ତଙ୍କ ଜୀବନରେ ସୁଖ ଆସେ, ପୁଣି ଦୁଃଖ ବି ଆସେ। ସବୁବେଳେ ଧର୍ମ ମାର୍ଗରେ ରହ, ସେ ଦୁଃଖ ବି ତୋର ବହୁତ ଜଲ୍ଦି ଚାଲିଯିବ। ଆଉ ସେଇ ସାଙ୍ଗମାନଙ୍କ ପାଖରୁ ସବୁବେଳେ ଦୂରେଇକି ରହିବୁ, ଯିଏ ବିଶ୍ୱାସରେ ବିଷ ଦିଏ। ନିଜକୁ ସବୁବେଳେ ବଞ୍ଚେଇକି ରଖିବୁ ସନ୍ତାନ। ସେମାନେ ଯେତେବେଳେ ଦି ପଦ ମିଠା କଥା କହି ଦେଉଛନ୍ତି, ତୁ ତାଙ୍କ ପାଖକୁ ଦୌଡ଼ି ଯାଉଛୁ ସନ୍ତାନ। ତାଙ୍କ ପାଖକୁ ଯିବା ବନ୍ଦ କରିଦେ। ତୁ ଯାହା କହିବାର ଅଛି ମୋତେ କହ, ମୁଁ ଶୁଣିବି। ତୋ ବାବା ସବୁବେଳେ ତୋ ଚାରିପଟେ ଘୁରି ବୁଲୁଛି। କାହିଁକି ଜାଣିଛୁ? ତୋ ପାଖରେ ଭଲ ପାଇବା ଆଉ ବିଶ୍ୱାସ ଅଛି। ସେଥିଲାଗି ସନ୍ତାନ। ତୁ ଚିନ୍ତା କରନି। ତୁ ଯାହା ଭାବିଛୁ ତୋର ସେ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ। ତୁ ବହୁତ ଜଲ୍ଦି ମୋ ପାଖକୁ ଆସିବୁ ସନ୍ତାନ। ଆଉ ମୁଁ ତତେ ଦେଖା କରିବାକୁ ବହୁତ ଇଚ୍ଛା କରୁଛି। ଆଉ କିଛି ଦିନ ଅପେକ୍ଷା କର, ତୁ ନିଶ୍ଚୟ ଦେଖିବୁ। କାହା କଥା ଶୁଣି ତୋର ମୋ ଉପରେ ଭରସା ଅଛି ମାନେ ତୋ କାର୍ଯ୍ୟ ନିଶ୍ଚୟ ପୂର୍ଣ୍ଣ ହେବ। ତୁ ଏବେ ଉଠ, ଆଉ ବେଶୀ ଚିନ୍ତା କରନି। ଓମ୍ ଶ୍ରୀ ସାଇନାଥାୟ ମନ୍ତ୍ର 11 ଥର ଜପ କର। ତାପରେ ନିଜ କାର୍ଯ୍ୟରେ ଲାଗି ପଡ଼। କର୍ମ ହିଁ ଭଗବାନ। ଅଳସୁଆ ହଅନି ସନ୍ତାନ। ତୁ ଏବେ ଉଠ। ତାପରେ ତୋ ସାଙ୍ଗରେ ମୋର ବହୁତ କଥା ଅଛି। ଏତିକି କଥା ସରିବନି ସନ୍ତାନ। ମୁଁ ତ ସ୍ୱପ୍ନରେ ଆସି ତତେ ବହୁତ କିଛି କଥା କହିବି। ତୁ ଖୁସିରେ ରହ। ଓମ୍ ସାଇରାମ।